ଗଳ୍ପ ପଶ୍ଚାତାପର ଲୁହ। ଏବେ ସବୁ କଥାରେ ରବି ଚିଡ଼ି ଉଠେ। ସେଥିପାଇଁ ତା ବୋଉ ତାର ପାଟିକୁ ଡରିକି କିଛି କୁହେନି। ପୁଅ ବଡ଼ ହେଲା, ମୁଣ୍ଡକୁ ହାତ ପାଇଲା, ଆଉ କାହିଁକି ମା କଥା ଶୁଣିବ? ଜୀବନ ଯେତିକି ସୁଖ ଦୁଃଖ ହାନି ଲାଭର ରଙ୍ଗ ଦେଖାଇଲାଣି ସେତିକି ଯଥେଷ୍ଟ। ଆଉ ଏ ପାକଲା ବୟସରେ କିଛି ଶୁଣିବାକୁ କିମ୍ବା ଦେଖିବାକୁ ଇଚ୍ଛା ନାହିଁ। ଏ ବୃଦ୍ଧ ବୟସଟା ବି ନିଜ ଭିତରେ ନିଜେ ଗୋଟିଏ ବ୍ୟାଧି। ସେଥିରେ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଶିଥିଳ ହୋଇଯାଏ। ରବି ଭାବୁଛି ତା ବୋଉ କାଲି ପରି ଆଜି ବି ସତେଜ ଅଛି, ଆଉ ଡାକିଦେଲା ମାତ୍ରେ ସାମ୍ନାରେ ହାଜର ହୋଇଯିବ। ଟିକିଏ ଡେରି ହେଲେ ତା ବୋଉର ପହଞ୍ଚିବାକୁ ରବି ରାଗିଯାଇ ଯାହା ଇଚ୍ଛା ତାହା ଗାଳିଦିଏ। ଏବେ ଆଉ ସହି ହେଉନି। 4 ଝିଅ ପରେ ରବିର ଜନ୍ମ ହୋଇଥିଲା। ଭାରି ଗେହ୍ଲା ସେ ହୋଇଥିଲା। ଏଇ ପୁଅକୁ ଅପେକ୍ଷା କରି କରି 4 ଝିଅ ହୋଇଗଲେ। ସଂସାର ବଢ଼ିଲେ ଜଞ୍ଜାଳ ବି ବଢ଼େ। ସେଇ ଜଞ୍ଜାଳ ଭିତରେ ବି ପିଲାମାନଙ୍କର ଯତ୍ନ ନେବାରେ କୌଣସି ଅବହେଳା କରିନାହାନ୍ତି ପତି ପତ୍ନୀ ଦୁହେଁ। ରବିର ବାପା ପିଲାଙ୍କ ଯତ୍ନ ନେବାରେ ସାହିର ଅନ୍ୟ ବାପାମାନଙ୍କ ଠାରୁ ବେଶ୍ ଆଗୁଆ। ପିଲାମାନଙ୍କର ମଇଳା ପୋଷାକ ନିଜେ ସଫା କରି ଦିଅନ୍ତି। କୁହନ୍ତି, ପଛେ ଚିରା ପିନ୍ଧିବ କିନ୍ତୁ ମଇଳା ପିନ୍ଧିବ ନାହିଁ। ରବିର ବୋଉ ନିଜ ଲୁଗାକୁ ଚାହିଁ ରବିର ବାପାଙ୍କ କଥା ମନେ ପକାଇ ଲୁହ ଝରାନ୍ତି। ଆଉ ବଳ ପାଉନି, କ'ଣ କରିବେ? ତମେ ତ ଏକା କରି ଚାଲିଗଲ, ମୋତେ ସାଙ୍ଗରେ ନେଲନି। ହଁ, ମୋର ତ ହନ୍ତସନ୍ତ ହେବାର ଅଛି, କେମିତି ନେବ? ଏମିତି ଆପେ ଆପେ ଗପି ହୁଅନ୍ତି ରବିର ବୋଉ। ସଫଳ ପିଲାମାନଙ୍କ ବାପା ମା ବୟସାଧିକ୍ୟ ଯନ୍ତ୍ରଣା ସମୟରେ ନିଜକୁ ବେଶୀ ଅସହାୟ ମନେ କରନ୍ତି। ସାହିସାରା ଲୋକ କୁହନ୍ତି ରବି ବୋଉଟା ଭାରି ସୁଖୀ। ଝିଅ ଯେମିତି, ଜ୍ୱାଇଁ ବି ତାଙ୍କ ସାଙ୍ଗକୁ ଠିକ୍ ପଡ଼ିଛି। ପୁଅ ବୋହୂଙ୍କ ଯୋଡ଼ି ତ ରାଜା ରାଣୀଙ୍କ ପରି ହୋଇଛି। ରବି ବୋଉ ହିଁ କେବଳ ଜାଣନ୍ତି ତାଙ୍କ ଉପରେ କ'ଣ ବିତୁଛି। ସେଦିନ ରାତିରେ ରବିର ବୋଉ ତା ବୋହୂ ପାଖରୁ କିଛି ଟଙ୍କା ମାଗିକି ଆଣିଲେ। କହିଲେ, ମୋର କିଛି କାମ ଅଛି। ମନେ ମନେ ସ୍ଥିର କିନ୍ତୁ କରିଛନ୍ତି ଯେ ସେ ଆଉ ଏଠି ରହିବେ ନାହିଁ। ତେଣୁ ରାତିରେ ଅନ୍ୟ ବଖରାର ଆଲୁଅ ସବୁ ବନ୍ଦ ହୋଇଯିବା ପରେ ନିଜ ବଖରାର ଆଲୁଅ ଜାଳି ଲୁଗାପଟା ଗୋଟିଏ ବ୍ୟାଗରେ ସଜାଡ଼ି ପୁରାଉଥିଲେ। ରବି ଦେଖିଲା ଯେ ରାତି 1ଟାଏ ହେଲାଣି, ତା ବୋଉର ରୁମ୍ର ଆଲୁଅ ଏପର୍ଯ୍ୟନ୍ତ ଲିଭିନି। ସେ ଆସି ଦେଖିଲେ ବୋଉ ତାର ବ୍ୟାଗ୍ ସଜାଡ଼ୁଛି। ରବି କହିଲା, ବ୍ୟାଗ୍ କାହିଁ ସଜାଡ଼ୁଛୁ? କ'ଣ ବଡ଼ ଦେଇ ଘରକୁ ଯିବୁ କି? ରବି ଅଣଦେଖାରେ ଲୁହ ପୋଛି ତା ବୋଉ କହିଲେ, କାହା ପାଖକୁ ଯିବାକୁ ଆଉ ଇଚ୍ଛା ହେଉନି। ତୋ ବାପା ଚାଲିଗଲେନି ଯେ ତରିଗଲେ। ମୋ କର୍ମ ତ ଛୋଟ, ମୁଁ ତରିବି କେମିତି? ବାକି ଝିଅ ଘରକୁ ଯିବା କଥା ତୁ ଚାକିରି କରିଛୁ, ମୁଠା ମୁଠା ଟଙ୍କା ଆଣୁଛୁ, ତୋ ପାଖରେ ସମୟ କିନ୍ତୁ ନାହିଁ। ତୋ ଭଉଣୀମାନେ ବି ଚାକିରି କରୁଛନ୍ତି, ତାଙ୍କ ପାଖରେ କ'ଣ ସମୟ ଥିବ? କାହିଁକି ସେ ଆଶା କରିବି? ରବି କହିଲେ, କ'ଣ ହୋଇଛି କହିଲୁ? ମୋର କ'ଣ ହେବ? କିଛି ହୋଇନି। ବାସ୍ ମୁଁ ଖାଲି ଚାହୁଁଛି ମୋ ପାଇଁ କେହି ହଇରାଣ ନ ହୁଅନ୍ତୁ। ରାଉଇ ତା ବୋଉକୁ ଚାହିଁଲା। କହିଲା, ବୋଉ, ମୋର ଭୁଲ ହୋଇଯାଇଛି। ତୁ ସେମିତି କହନା। ଅଫିସ ଗଲାବେଳେ ମୋର ଟିକେ ଡେରି ହେଇଯାଇଥିଲା, ମୁଁ ତୋ ଉପରେ ଚିଡ଼ିଗଲି। ନହେଲେ ସେମିତି କିଛି ମନରେ ନାହିଁ। ଦେଖ, ମୁଁ ତୋ ଗୋଡ଼ ଧରୁଛି। ଏମିତି କଥା ତୁ କହନା। କ'ଣ କରିବି ପୁଅ? ବହୁତ ଭାବେ। ଏ ଅଦରକାରୀ ଜୀବନ ପାଇଁ ଔଷଧ ଖାଇବିନି। ପୁଣି ଭାବେ ଔଷଧ ନ ଖାଇଲେ ନିଜ ହାତ ଗୋଡ଼ ଚାଲିବନି। ମୁଁ ବିଛଣାରେ ପଡ଼ିଯିବି। ଆଉ ବିଛଣାରେ ପଡ଼ିଗଲେ କିଏ କରିବ କହିଲୁ? ତତେ ଆଗରୁ କହିଲେ କିଛି ଜିନିଷ ଆଣିବାକୁ, ତୁ କହୁ ଏତେ ଆଗରୁ କହିଲେ ମୋର କ'ଣ ମନେ ରହିବ? ତୁ ଅଫିସ ଯିବା ବେଳକୁ କହିବୁ, ଆଉ ଅଫିସ ଗଲା ବେଳକୁ କହିବୁ ଏତିକି ବେଳକୁ ତୋର ସବୁ ମନେ ପଡ଼ୁଛି। ଏଇ ଅଲୋଡ଼ା ଜୀବନ ରହି ଲାଭ କ'ଣ କହିଲୁ? ବାପରେ, ଶରୀର ଅବଶ ହୋଇଗଲେ ମନ ବେଶୀ ଗହଳି ଚହଳି ଖୋଜେ, ଟିକିଏ ସ୍ନେହ ଚାହେଁ। ଏ ବୁଢ଼ୀ ମନ ଇଚ୍ଛା କରେ ପାଖରେ କେହି ଟିକେ ବସୁ, ପଦେ ଅଧେ ଗପୁ। ତୋ ପାଖରେ କି ତୋ ଛୁଆ ପିଲାଙ୍କ ପାଖରେ ମୋତେ କିଛି କହିବାକୁ କିମ୍ବା ମୋ ଠାରୁ ଟିକେ କିଛି ଶୁଣିବାକୁ ସମୟ ନଥାଏ। ଆଉ ଦାନ୍ତ ପଡ଼ିଗଲାଣି, କଥା ମୋର ଭଲ କି ବୁଝି ହେଉନି। ମୋ କଥା ବୁଝିବାକୁ କାହା ପାଖରେ ସମୟ ନଥାଏ କି ଧୈର୍ଯ୍ୟ ବି ନଥାଏ। ପୁଣି କଥା କହିଲା ବେଳେ ପାଟିରୁ ଟିକେ ଲାଳ ପଡ଼ିଗଲେ ତୋ ସ୍ତ୍ରୀ ଭଲ କରି ଶୁଣେଇ ଦିଏ। ଏ ଆଖି କାନ ସିନା ବୟସାଧିକ ବ୍ୟାଧିରେ ବି ଶିଥିଳ ହୋଇପଡ଼ିଛନ୍ତି, ମନକୁ କିନ୍ତୁ ଭାରି ବାଧେ। ଆଖିକୁ ଦିଶିବା କମିଯାଇଛି ସିନା, ଲୁହ ଝରିବା କାମ ସେ ବନ୍ଦ କରିନି। ଯେଉଁ ମା ପାଇଁ ତା ପିଲାମାନେ ଅଶାନ୍ତିରେ ରହୁଛନ୍ତି, ସେ ମା ରହିକି ଲାଭ କ'ଣ କହିଲୁ ଘରେ? ଏଇଠି ରହି ପିଲାମାନଙ୍କୁ ଦେଖି ଚୁପ୍ ତ ରହିପାରୁନି। କିଛି କହିଲେ ତମେମାନେ ଶାନ୍ତିରେ ରହିପାରୁନ। କେମିତି ଏଗୁଡ଼ା ସହିବି କହିଲୁ?
ଏବେ ତୁ ଯା ଶୋଇପଡ଼। 4ଟା ବାଜିଲାଣି। ଦେଖିକି କେଉଁ ମନ୍ଦିରକୁ ଚାଲିଯିବି। ସେଇଠି ପ୍ରଭୁଙ୍କୁ ଦେଖି ଦେଖି ତାଙ୍କ ଭଜନ କରି କରି ବାକି ଜୀବନ କାଟିଦେବି। ତମେ ଶାନ୍ତିରେ ରହିବ। ମୁଁ ବି ତମେ ଶାନ୍ତିରେ ଅଛ ଜାଣି ଶାନ୍ତିରେ ରହିବି। ତା ବୋଉ କଥା ଶୁଣି ଅଧୈର୍ଯ୍ୟ ହୋଇ କାନ୍ଦୁଥିଲା ରବି। ରବିର ରୁମ୍ରୁ ଯିବାରେ ଡେରି ହେଲା ବୋଲି ତା ସ୍ତ୍ରୀ ତାକୁ ଖୋଜି ଖୋଜି ଆସି ଦୁଆର ମୁହଁରେ ଠିଆ ହୋଇ ସବୁ ଶୁଣି ଶାଶୁଙ୍କ କଥା କାନ୍ଦୁଥିଲେ। ଦୁହେଁ ମୁଣ୍ଡ ତଳକୁ କରି ନିଜ ଦୋଷ ସ୍ୱୀକାର କରି ତା ବୋଉର ଗୋଡ଼ ଧରି ପଡ଼ିଗଲେ। ଶତାଧିକ ସେ ପୁଅକୁ ଯାହା ପାଇଁ ତା ମାଆର ଆଖିରେ ଲୁହ ଆସେ, ନିଜ ଭୁଲ ପାଇଁ ହୃଦୟରୁ ପଶ୍ଚାତାପ କରୁଥିଲେ। ସତରେ ଦୁହେଁ ଭୁଲ ନୁହେଁ ପାପ କରିଛନ୍ତି। ଏକଥା ବୁଝିଲା ପରେ ନିଜ ବୋଉର ମୁହଁକୁ ଚାହିଁବାକୁ ସାହସ କରିପାରୁନାହାନ୍ତି। ଦୁହିଁଙ୍କର ଏମିତି ଅବସ୍ଥା ଦେଖି ରବିର ବୋଉ ତାଙ୍କ ଲୁହ ପୋଛି ପକାଇ କହିଲେ, ଆରେ ଏମିତି କାନ୍ଦୁଛ କାହିଁକି? ମୁଁ ଖାଲି ଏତିକି କହୁଛି କି ମୋର ଏକା ରହିବା ଅଭ୍ୟାସ ନାହିଁ ନା, ପଦେ ଅଧେ କଥା ମୋ ସାଙ୍ଗରେ ହୁଅ। ହାତ ଯୋଡ଼ି ତା ବୋଉ କହିଲା, ବୋଉ ମୋତେ କ୍ଷମା କରିଦିଅନ୍ତୁ। ଏମିତି ବ୍ୟବହାର ଆଉ କେବେ କରିବି ନାହିଁ। ରବିର ବୋଉ ତା କାନିରୁ ପଇସା କାଢ଼ି ବୋଉ ହାତକୁ ବଢ଼େଇ ଦେଇ କହିଲା, ନେ ପଇସା ରଖ। ଏବେ ମୁଁ ଯିବିନି। ତମେ ଦୁହେଁ କାନ୍ଦ ବନ୍ଦ କରି ଯାଅ। ରାତି ପାହିଲାଣି, ନିଜ କାମ କର। ମୁଁ ଘଣ୍ଟାଏ ଖଣ୍ଡେ ଶୋଇପଡ଼େ। ପୁଅ ବୋଉ ଦୁହେଁ ମାଆକୁ ଶୁଆଇ ଦେଇ ସେ ରୁମ୍ର କବାଟ ଆଉଜେଇ କାନ୍ଦି କାନ୍ଦି ବାହାରି ଆସୁଥିଲେ। ଅବଶ୍ୟ ସମୟରେ ସବୁ ବୁଝିପାରିବାରୁ ତାଙ୍କର ସଂସାର ବଞ୍ଚିଗଲା।